ମୁଁ ରମାକାନ୍ତ ବାରିକ। ସାଙ୍ଗମାନେ ଜାଣିଥିବେ ମାନେ ପାଗଳ କଥା ଶୁଣିଲେ ଆପଣ ନିଶ୍ଚିତ ଭୟ କରିବେ। ପାଗଳ କଥା ଶୁଣିଲେ କୁଆଡ଼େ କାମୁଡ଼ି ଦେବ, ପାଗଳ ଦେଖିଲେ କୁଆଡ଼େ ପିଟି ଦେବ, ପାଗଳ କୁଆଡ଼େ କିଛି କରିଦେବ। ସେଥିପାଇଁ ଲୋକ ପାଗଳଙ୍କ ପାଖକୁ ଯାଆନ୍ତି ଆଉ ପାଗଳ ପାଗଳ ହିଁ ବୋଲେ। କିନ୍ତୁ ଏମିତି ଜଣେ ଭିଡ଼ିଓଟେ ଆପଣ ଦେଖନ୍ତୁ, ଏଇ ଯେଉଁ ଭିଡ଼ିଓଟି ଉପରେ ଲାଗି ଭିଡ଼ିଓ ସେ ଜଣେ ପାଗଳ ପ୍ରେମୀ, ପାଗଳଙ୍କୁ ସେବା କରୁଥିବା ଲୋକ ତାଙ୍କର ନାଁ ପୋପଟ ଭାଇ, ଗୁଜୁରାଟ। ପୁରୀ ଅଲ୍ ଗୁଜୁରାଟରେ ଆପଣ ଯେଉଁଠି ବି କଲ୍ କରିବେ ସେ ତାଙ୍କ ପାଖରେ ପହଞ୍ଚିବ। ଆଉ ସେମାନେ ମାରୁଛନ୍ତି, ପିଟୁଛନ୍ତି, କାଟି ଦେଉଛନ୍ତି, ତଥାପି ସେମାନେ ଭୟ କରୁନାହିଁ। ସେମାନଙ୍କୁ ରିସିଭ୍ କରୁଛି, ସେମାନଙ୍କୁ ବସଉଛି ଗାଡ଼ିରେ ନେଇକି ଆସୁଛି, ଗାଧେଇ। ଆପଣ ପୁରୀ ଭିଡ଼ିଓଟେ ଦେଖନ୍ତୁ, ଆପଣ ଜାଣିପାରିବେ। ସେମାନଙ୍କୁ ଗାଧେଇ ଦେଉଛି, ସେମାନଙ୍କୁ ଖଇ ଦେଉଛି। ଯେମିତି ଗୋଟେ ପୁଅ ବାପ ମାଆଙ୍କର ସେବା କରି ସେ ସେମିତି ହିଁ ଠିକ୍ କରୁଛି। ଦେଖିଥିବେ ଭିଡ଼ିଓରେ ଆପଣ ଦେଖନ୍ତୁ, ସେ କେମିତି ପିଟିକି ତା ରକ୍ତ ବାହାର କରିଦେଉଛି, କିନ୍ତୁ ତଥାପି ହାର ମାନୁନି। ତାଙ୍କର ଗୋଟିଏ ଲକ୍ଷ୍ୟ ପାଗଳଙ୍କୁ ଭଲ କରିବା। ଏମିତି ଏଇ ଆଶ୍ରମରେ ବହୁତ ଲୋକ ପାଗଳ ଆସି ରହୁଛନ୍ତି, ନିଜ ନିଜ ପରିଚୟ କିଛି ଦିନ ପରେ ଭଲ ହେଇଯାଉଛନ୍ତି। ଆପଣ ଘରକୁ ତାଙ୍କର ଲୋକ ଆସି ନେଇଯାଉଛନ୍ତି, ସେମାନେ କିଏ କିଏ ପଳେଇ ଯାଉଛନ୍ତି। ଆଚ୍ଛା, ଏଇଭଳି ଲୋକ ଆପଣ କ'ଣ କହିବେ କୁହନ୍ତୁ, ଯେ ନିଃସ୍ୱାର୍ଥପର ସେବା ସେମାନେ କରୁଛନ୍ତି। ପାଗଳ ଲୋକଙ୍କୁ ଯେଉଁମାନେ ଆମେ ଭୟ କରୁଛନ୍ତି, ଖାଇବାକୁ ଦେଉନାହାନ୍ତି, ସେମାନଙ୍କୁ ରିସିଭ୍ କରିନେଉଛୁ। ଆଉ ତାଙ୍କ ପାଖରେ ଏମିତି ଶକ୍ତି ଗୋଟେ, ବହୁତ ଆଶ୍ଚର୍ଯ୍ୟ କଥା ଗୋଟେ, ତାଙ୍କ ପାଖରେ ଏମିତି ଗୋଟେ ଶକ୍ତି ଅଛି, ଯେତେ ବଡ଼ ପାଗଳ ହେଉନା କାହିଁକି ତାଙ୍କୁ ଗାଡ଼ିରେ ବସିଲେ ବେଳକୁ ସେ ପୁରା ସାଧା ସିଧା ଆପଣ ଭିଡ଼ିଓଟେ ଦେଖିବେ କେମିତି ସେ ପ୍ରଥମେ ତାକୁ ପିଟୁଥିଲା, ମାରୁଥିଲା, କାଟୁଥିଲା। ତାପରେ ଦେଖନ୍ତୁ ତା ଗାଡ଼ିରେ ବସିଲା, କେମିତି ଆରାମସେ ଚାଲୁଛି। ଦେଖନ୍ତୁ ଆରାମସେ ଚାଲୁଛି, ତା ପାଖରେ ବସୁଛି, ତା ପାଖରେ ଖାଉଛି। ଆପଣ ଭିଡ଼ିଓଟି ପୁରା ଦେଖନ୍ତୁ, ଜାଣିପାରିବେ। ସେଥିପାଇଁ ଏ ମଣିଷ ପାଖରେ ସବୁ କିଛି ଅଛି। ମୁଁ ଏଇ ଗୋଟିଏ କଥା କହିବି, ରାଗ ହିଂସା ଛାଡ଼ନ୍ତୁ, ଆପଣ ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ। ଏ ମଣିଷ ପାଖରେ ସବୁ କିଛି ଅଛି, ଆଉ ମଣିଷ ଉପଯୋଗ କରିପାରିଲେ ହେଲା। ଆପଣ ଦେଖୁଥିବେ ମଣିଷ ଜାନୁଆର, ବାଘ, ହାତୀ, ଯେ ଶକ୍ତିଶାଳୀ ହାତୀ, ତାକୁ ମଣିଷ ନିଜ କାବୁରେ ରଖୁଛି। ପାଗଳ ତ ଛାଡ଼। ଦେଖନ୍ତୁ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ। पूरे फास्ट लास्ट में आप देखो, नो प्रॉब्लम, ଆପଣ पूरे शांति देखु। ଆପଣ हयতো हिंदी बुझी ना पाए, किसी लोग हिंदी बुझी पारती, कि फटोटा देखो से केमी आप सेवा कर ये लोक आप कौन कहे कहूँ, एपन जिते भी प्रशंसा कले कि कम हे। मु भगवान को प्रार्थना करुच्ची, जगन्नाथ भी प्रार्थना कर बहुत परिमाण बहुत आशीर्वाद तो आशीर्वाद से आउट किसी भल कर जय पड़ा मो तरफ ये मुझे आपको प्रणाम करुच्ची। जय जगन्नाथ रही आप भिडियो आहरी निश्चय मुझे देखेबी। समय अभाव भितर मुझे भिडियोटे बन पार्नी किंतु से बहुत दुखित ये भिडियो बहुत मो पाखे अच्छी किंतु मुझे सामने आनी पार्नी तथा चेष्टा करी नेक्स्ट भिडियो ये आउट भिडियो आने तब तक रही जय जगन्नाथ नमस्ते। आप भिडियोटे को जब आप भल लगे निश्चित सब्सक्राइब करूँ चैनल को सब्सक्राइब करूँ एवं भल पाए आउ ये दिखाँ। जय जगन्नाथ।